ଶୀତ ଦିନ ଲାଗିଥିବା ପିଟୁନିଆ ଗଛକୁ ଆମେ ବଞ୍ଚେଇ ରଖିବା ବହୁତ ସହଜ, କିନ୍ତୁ ଫେବୃଆରୀରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଟିକେ ଏମିତିକା ଡାଳକେନା ଶୁଖିଥାଏ। ମଝିରେ ମଝିରେ ଏମିତିକା ଡାଳକେନା ବାହାର କରିଦେଲେ, ସେଗୁଡ଼ାରେ କିଛି ଫର୍ଟିଲାଇଜର ଦେଇଦେଲେ ନହେଲେ ପ୍ରମୋଟର ଦେଇଦେଲେ ସେ ଗଛ ପୁଣି ସତେଜ ହେବ ଆଉ ଗଛରେ ପୁଣି ନୂଆ କୁଆ ଆସିବ। ତ ମୁଁ ଏଇଠି ଶୀତ ଦିନ ହେଲା ମୁଁ ଏଇ ଗଛରେ ଯେତେ ବି ଫୁଲ ରହେ, ମଉଳା ଫୁଲ ସବୁକୁ ଟୁଙ୍କି ଟୁଙ୍କିକି ଗଛକୁ ଆଜି ପର୍ଯ୍ୟନ୍ତ ସୁସ୍ଥ ରଖିଛି। କାରଣ ଗଛରେ ମଞ୍ଜି ଯଦି ଛାଡ଼ିଦେବେ ଗଛଟା ନଷ୍ଟ ହେବାକୁ ଲାଗିବ, ଆଉ ଯଦି ଏମିତିକା ହଳଦିଆ ପତ୍ର ଛାଡ଼ିଦେବେ ତ ଗଛ ବି ନଷ୍ଟ ହେବ। କିନ୍ତୁ ମୋର ଗଛରେ ଏତେ ବି ବେଶୀ କିଛି ହଳଦିଆ ପତ୍ର ପଡ଼ିନି, ବାକି କିଛି ପାଣି ଦେବା ଟିକେ ଏପଟ ସେପଟ ଯୋଗୁଁ କିଛି ଡାଳ ଶୁଖି ଶାଖି ଯାଇଥିଲା, ତାକୁ କାଢ଼ିକି ବାହାର କରିଦେଲି। କାରଣ ଶୁଖି ଯାଇଥିବା ଡାଳ ଗୁଡ଼ାକରେ ଯେତେବେଳେ ଆମେ ପଟରେ ପାଣି ଦେବା ସେଗୁଡ଼ାକ ଭର୍ତ୍ତି ରହିକିରି ପଚେଇ ଦିଏ, ଆଉ ଗଛ ଡାଳଟା ପଚିବା ସହିତ ସେଇଠି ଫଙ୍ଗସ୍ ଲାଗି ବାକି ଭଲ ଡାଳକୁ ନଷ୍ଟ କରେ। ତ ସେଥିପାଇଁକା ମୁଁ ସେ ଡାଳକୁ କାଟି ଦେଇକି ବାହାର କରିଦେଲି, ଆଉ କିଛି ପାରିଲି ଯେତିକି ସବୁ ଶୁଖିଲା ପତ୍ର, ହଳଦିଆ ପତ୍ର ଏମିତି ବାହାର କରିଦେଲି ସାଇଡ଼୍ରୁ। ଆଉ ତା ଛଡ଼ା ଏଇ ସମୟ ବା ଏଇ ମାସଟା ଫେବୃଆରୀ ମାସ ଭିତରେ ଆପଣ କିଛି ପିଟୁନିଆର ଚାରା ବି ମଧ୍ୟ କରିଦିଅନ୍ତୁ। ବହୁତ ଇଜିରେ ଲାଗିଯାଇଥାଏ ଡାଳରୁ, ଆଉ କାରଣ ମୁଁ ୟାର ଡାଳ ବହୁତ ସହଜ ଲଗେଇଛି ଆଉ ବହୁତ ସାରା ଲାଗିକି ଗଛ ବି ହେଇଯାଇଛି। ମଞ୍ଜିରୁ ଟିକେ ଡେରିରେ ଜର୍ମିନେଟ୍ ହେଇଥାଏ, କିନ୍ତୁ ଯଦି ଆପଣ ଚାରା ବନେଇବେ ତାହେଲେ ବହୁତ ସହଜରେ ବହୁତ କମ୍ ଦିନରେ ଆପଣଙ୍କୁ ଗଛ ଗୋଟେ ମିଳିଯିବ। ଆଉ ସେଇଟା ପୁଣି 2-3 ଇଞ୍ଚର ଡାଳ ନେଇକି ଲଗେଇବେ, ଯେମିତିକା ଆପଣଙ୍କୁ ଗୋଟେ ଭଲ ହେଲ୍ଦି ବାଲା ଗଛ ମିଳିବ। ତାପରେ ମୁଁ ଦେଇଦେଇଥିଲି ଏଥିରେ ଗଛରେ ପ୍ରୋନ୍ କରିକିରି କିଛି ପ୍ରମୋଟର ଦେଇଦେଇଥିଲି, ତାପରେ କିଛି ଶୁଖିଲା ଫୁଲ କାଢ଼ିଦେଇଥିଲି। ତ ପ୍ରମୋଟର ଦେବା ଦ୍ୱାରା ଆମ ଗଛର ନ୍ୟୁଟ୍ରିସନ୍ ବାଲାନ୍ସକୁ କଣ୍ଟ୍ରୋଲ କରେ। ମୁଁ ଏଇ ପ୍ରମୋଟରକୁ ପ୍ରାୟତଃ ସପ୍ତାହକୁ 2 ଥର ଭଳିଆ ଆଡ଼୍ କରିଥାଏ, କାରଣ ଗଛରେ ଏଇଟା ସୁନ୍ଦରତା ବଢ଼େଇଥାଏ। ଏଇଟା ଦେବା ଦ୍ୱାରା ଆଉ ଗଛରେ ନୂଆ ଗ୍ରୋଥ୍ ପାର୍ଟ ବାହାରିଥାଏ, ଆଉ ନୂଆ ପତ୍ର ଗୁଡ଼ାକ ଯେଉଁ ବାହାରେ ନା ସେଗୁଡ଼ା ଗାଢ଼ା ସବୁଜ ଆସେ, ଯେଉଁଥିପାଇଁ ଦେଖିବାକୁ ଭାରି ସୁନ୍ଦର ଲାଗେ। ସେଥିପାଇଁ ତ ମୁଁ କହିଲି ଗଛର ସୁନ୍ଦରତା ବଢ଼ାଏ ବୋଲି। ଫୁଲ ଦେଖିପାରୁଥିବେ କେଡ଼େ ବଡ଼ ବଡ଼ ଫୁଟୁଛି, ଶୀତ ସରି ଆସିଲାଣି ତଥାପି ଗଛର ଫୁଲ କେବେ କମି ନାହିଁ, ଆଉ ଏବେ ବି ମଧ୍ୟ ଫୁଲ ଫୁଟୁଛି। ମଞ୍ଜି ଗୋଟେ ଗୋଟେ ରଖି, ବେଶୀ ଅଧିକା ମଞ୍ଜି ଛାଡ଼ିବେନି, ଗୋଟେ ଗୋଟେ ଛାଡ଼ିବେ, କାରଣ ପିଟୁନିଆ ମଞ୍ଜି ଗୋଟେ ମଞ୍ଜିରୁ ଆପଣ 50ଟା ଗଛ କରିଦେବେ। ଜମା ଅଧିକା ମଞ୍ଜି ଛାଡ଼ିବେନି, ସବୁବେଳେ ଏମିତି ଫୁଲକୁ ଟୁଙ୍କୁଥିବେ, ମଉଳା ଫୁଲକୁ, ଆଉ ଗଛକୁ ହେଲ୍ଦି ରଖୁଥିବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ। ପୁଣି ଦେଖା ହେବ ନୂଆ ଭିଡ଼ିଓରେ ନୂଆ ଟିପ୍ସ ସହିତ। ସେ ପର୍ଯ୍ୟନ୍ତ ଭଲ ହେଇଥାଏ।